ଜଗନ୍ନାଥ। ଆଜି ଦୀପୁ ଭାଇ ଭଲ କଥାଟି ମନେ ରଖ, ପ୍ରଭୁଙ୍କ ଆଗରେ କେହି ଭୟ ପଡ଼ିବେ ନାହିଁ। ମାଳିକା ଶାସ୍ତ୍ର ହଉଛି ଦିଗାନ୍ତ ଦିଗବଳୟ, ତାର ଶେଷଟା ନିର୍ଘଣ୍ଟ କରିବା ବହୁ କଷ୍ଟ। ତମେ ଯଦି ପଞ୍ଚଶତାଙ୍କ ବାଣୀକି ଏକତ୍ରିତ କରିପାରିବ, ତାହେଲେ କିଛି ଯଦି ଆମେ ଅନୁଭବ କରିପାରିବା। ଯଦି ସେତିକି ନ କରିବା, ଜଣକ ଲେଖା ଉପରେ ଯଦି ଭାସିଯିବା, ଆମେ କିଛି ଜାଣିପାରିବା। ସେଥିପାଇଁ କହିଛନ୍ତି ପଞ୍ଚଶତାଙ୍କର ଏକ ମତ, ଏହାକୁ ଜାଣନ୍ତି ଜ୍ଞାନୀ। ଛନ୍ଦି ବାନ୍ଧି କହିବା, ବଡ ପାଟିରେ କହିବା, ଲୋକଙ୍କୁ ଡରେଇକି କହିବା, ଯୋଉ ଲୋକ ନ ମାନିବ 5ଟା ଖଣ୍ଡେ ଗୁଣ୍ଡା ରଖିଦବା, ତା ପାଖକୁ ଫୋନ କରିବା, ସେ ଲୋକକୁ ଧମକେଇବା, ଏଗୁଡାକ ଧର୍ମ ଦରବାରରେ ରହୁଛନ୍ତି ମହାପାପ। ସେଗୁଡିକ କରିବା କଥା ନୁହଁ। ଯାହାର ରୁଚି ଯେମିତି ହେଲା, ଯିଏ ଯେମିତି କହିଲା, ସେଥିରେ ଆମ କହିବାରେ କଣ ଅଛି? ଠିକ ନା ହୁଏ? ଜ୍ଞାନ ସାଗର ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଲେ, କିଏ ରାମ ଅବତାର ତାଙ୍କୁ ଦେଖିଲା, କିଏ ଗଣେଶ ଅବତାର ଦେଖିଲା ନା ନାଇଁ, କିଏ ତାକୁ ମା ରୂପରେ ମଧ୍ୟ ଦେଖିଲେ। ଯିଏ ଯାହାର ଯେମିତିଆ ଭାବ, ସେ ତାଙ୍କୁ ପ୍ରଭୁ ସେମିତି ଦର୍ଶନ କଲେ। ତେଣୁ ଆମେ ପରସ୍ପର ବାଡିଆ ପିଟା ହବା କଣ ମହତ୍ଵ ଅଛି? ବାଡିଆ ପିଟା ଗୋଟିଏ ମହତ୍ଵ କଣ କହିଲ? ଖାଲି ପପନା, ଇଏ ଠାକୁର, ସିଏ ଠାକୁର, ସିଏ ଠାକୁର, ସିଏ ଠାକୁର। ମହାପୁରୁଷ କହିଲେ ଅନ୍ତରା, କହିଲେ ଭଗବାନ ବୋଲି ମଇ ପୁରୀ ଯିବ, ଭକ୍ତି ନଦୀ ବକା ପାଶେ, ଯୋଗ ମାୟା ଗଣ ତାହାଙ୍କୁ ନାଚିବେ, ଅନନ୍ତ କହୀନ ହସେ। ଯାହା ମହାପୁରୁଷ ସେତେବେଳେ କହିଥିଲେ, ତାହାକୁ ଅନ୍ତର ବାଣୀ ଏଇଟା। ବର୍ତ୍ତମାନ ଆମେ ସବୁ ଅନୁଭବ କରୁଛେ ସେଇଆ। ସେ ଯାହା ହଉ ଅବେ ଟିକେ ଥମି ଯାଇଛନ୍ତି, ଆମେ ସବୁ ଥମି ଯାଇଛନ୍ତି। ବର୍ଷ ଉପରେ କେମିତି ସବୁ ବାଡିଆ ପିଟା ହଉଥିଲେ, ଠାକୁର ଦେଖିଛୁ ନା? ସେ କହିଲା ମୁଁ ଠାକୁର, ସେ କହିଲା ମୁଁ ଠାକୁର, ସେ କହିଲା ମୁଁ ଠାକୁର। ସେ ଅଚ୍ୟୁତାନନ୍ଦ ମହାପୁରୁଷ ଶିବ ଶାସ୍ତ୍ରରେ କହିଲେ, କହନ୍ତା ବହନ୍ତା ସ୍ୱରତା ବକତା, କେହି ନ ପିବେ ଏକା ଅନୁଭବ କଥା ଗୋଟି ସାର, ନିରଞ୍ଜନ ନିରାମ। କହିଲେ ହେ ରାମ, ମନ ରଖିଥାଏ ତୋତେ କହୁଛି, କହନ୍ତା ବହନ୍ତା ସ୍ୱରତା ବକତା। ଆମେ କହୁ ଆଗରୁ ଯୋଡାଏ ଅଛନ୍ତି, କୁଆକୁଇ ଠାକୁର, ଶୁଣାଶୁଣି ଠାକୁର ନା ନାଇଁ, ପଢା ପଢି ଠାକୁର, ଏମିତି ସବୁ ବାହାରିଛନ୍ତି ନା କେହି ଥୟ ପଡିବେ ନାହିଁ। କିଏ ଥୟ ପଡିବେ ନା? ଏକ ଅନୁଭବ କଥା ଗୋଟି ସାର, ନିରଞ୍ଜନ ନିରାମୟ। ହେ ରାମ, ଯେଉଁମାନେ ପ୍ରକୃତ ଦିଗ୍ଦର୍ଶୀ, ସେମାନେ ଅନୁଭବ କରିଥିଲେ, ସେଇମାନେ କଣ ହଉଛନ୍ତି? ସତ୍ୟ ତାଙ୍କ ପଦକୁ କୋଟି କୋଟି ଶରଣ। ଏଇ କଥା ଉପରେ ଜଗତଗୁରୁ ଠାକୁର ଅଭିରାମ ପରମହଂସ ବଢିଆ ଭାବରେ, କାରଣ ଅଭିରାମ ପରମହଂସ ଲେଖାଙ୍କୁ ତମେ ଯଦି ପଚର କରିବ, ସମସ୍ତିଙ୍କ ଲେଖା ଉପରେ ମତ ଜାଣିପାରିବ। କାରଣ ଇଏ ଠାକୁର ଯେତେବେଳେ ଅଭିରାମ ପରମହଂସ ଆସିଲେ, ସେ ସବୁ ଆସିଲେ ପଞ୍ଚସଖା ମାନେ ସବୁ ଆଗରୁ ପଳେଇଥିଲେ। ଇଏ ସମସ୍ତଙ୍କ ଲେଖାକୁ ଘାଣ୍ଟି 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 ଗୋଟେ ସ୍ପେଶାଲ କ୍ୱାଲିଟି କଣ କଲେ? ଲହୁଣୀ ବାହାର କଲେ। ବୁଝି ହଉଛି ନା? ଠାକୁର ଅଭିରାମ ପରମହଂସଙ୍କ ତତ୍ଵ ମାନେ
ବ୍ରହ୍ମାଣ୍ଡଟାକୁ ଆଣି ପିଣ୍ଡ ଭିତରେ ଥୋଇଲେ। ସେ ଲେଖାଠୁ ଆଉ ଲେଖା ନାହିଁ। ଆଉ ନିରାକାର ଭଜନ ସନ୍ଥ ଭୀମ ଭୋଇର ଭଜନ ଠାରୁ ଭଜନ ନାହିଁ। ନିର୍ବେଦ ଭଜନ, ବୁଝିପାରୁଛ ନା? ସେ ଅଭିରାମ ପରମହଂସ କହେ ଅଭିରାମ ବାଇ ଅନୁଭବ ଗୋଟି ସତ୍ୟ ମନ। ବୁଝିପାରୁଛ? ଅନୁଭବ ହଉଛି ସତ୍ୟ, କାହା କଥାରେ ଭାସିଯିବ ନାହିଁ। କଳିଯୁଗ ଲୋକ ବା ଏ ଧରମ ବାପା ବି କରିକି କାମ କରିଦେଇ ପଳେଇଯିବେ। ହଉନି ଯାଉ ବାପ ମା ବି କଳିଯୁଗରେ କିଣା ହେଲେଣି। କଳିଯୁଗ ଧନ୍ୟ ଆରେ କଳିଯୁଗ ଏରିଛି ତୋର, ତୋତେ ଦେଖିଦେଲେ ମୋତେ ମାରୁଛି ଡର। ବର୍ତ୍ତମାନ ସମୟରେ ସ୍ୱଭାବ ଧୀରେ ଧୀରେ ବୁଡ଼ିବାକୁ ଲାଗିଲା। ତମ ପୁଅ ହଉ କି ଝିଅ ହଉ କି ମୋ ପୁଅ ହଉ କି ଝିଅ ହଉ, ତାର ପଇସା ଦରକାର, ତମେ ଯଦି ତାକୁ ନ ଦବ ସେ ତମକୁ ନଉଟି କହିଦେବେନି। ଟଙ୍କା ସୁନାରେ କାରବାରରେ ଭାଇ ମନ, ଏ ଅଟେ କଳିର ବିଚାରରେ ଭାଇ ମନ। ଯୁଆଡେ ଠଣ ଠଣ ଲୋକ ସିଆଡେ ଆହୁରି। ଟଙ୍କା ସୁନା ପାଇଁ ସ୍ତ୍ରୀ ମଧ୍ୟ ସ୍ୱାମୀ ପରିତ୍ୟାଗ କରୁଛନ୍ତି। ତେଣୁ ବିଚିତ୍ର କଳି। ଯାଉ ମହାପୁରୁଷଟି କହୁଛନ୍ତି ଶିବ ଶାସ୍ତ୍ରରେ, କହନ୍ତା ବହନ୍ତା ସ୍ୱରତା ବଙ୍କତା, କେହି ନ ପଡିବେ ଥୟ। ବାପା କେହି ଥୟ ପଡିବେ ନାହିଁ। ବାୟା ବାବା କହିଲା ପରି ତମେ ଯିଏ ଯାହା କରୁଛ ସବୁ, ଯୋଉ ଆମର ବାୟା ପାଗଳା ବାୟା ଗୀତା ଯିଏ କହିছে, ତମେ ଯିଏ ଯାହା କରୁଛ ସବୁ ସିଏ ଦେଖୁଛି। କୋଉଠି? ତମରି ଭିତରେ ରହି। ବୁଝି? ଆଉ ଗୋଟେ ବାହୁରି ବନ୍ଦାସଙ୍କର କଥା ମନେ ପଡିଯାଏ। ସେ ଜଣେ ସିଦ୍ଧ ସାଧୁ। ବୁଝି? ଯାହା ମୁଁ କରଇ ଯାହା ମୋ ଚିନ୍ତଇ, ଯାହା ଭାବୁ ଖାଇବନି, ତୁମେ ଜଗବନ୍ଧୁ ମୋର ପ୍ରାଣ ବନ୍ଧୁ, ଜାଣୁଥାଅ ଅନୁକ୍ଷଣୀ। ତେଣୁ ଆମେ ଯିଏ ଯାହା କରୁଛେ ସବୁ ସିଏ ଦେଖୁଛି। ଆଉ ସିଏ ଯେତେବେଳେ ଦବ, କର ଚରଣ ନଚଳଇ ଗୋବିନ୍ଦ, ମଦନେ କବୁଥିବ ଦେଇ ଗୋବିନ୍ଦ। ସିଏ ଯେତେବେଳେ ଦବ ବିଚାର କରି, ସେତେବେଳେ ଆଉ ହାତ ଗୋଡ ଚଳୁନଥିବ, କି ଆଉ ସେ ବଳ ନଥିବ, କି ବୟସ ନଥିବ, କି କହିଲେ ଆଉ ଲୋକ କେହି ଶୁଣୁ ନଥିବେ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ପୱାର କରି।